କୋରାପୁଟର ଆକାଶକୁ ଯଦି ଉପରକୁ ଦେଖିବ ସୁନ୍ଦର ସୁନ୍ଦର ତାରା ଗୁଡ଼ିକ ଦେଖାଯିବ। ସେ ଦେଓମାଳି ହଉ କିମ୍ବା ତଳମାଳି ହଉ କିମ୍ବା କାଳିଆମାଳି ହଉ କିମ୍ବା ପଞ୍ଚପଟ୍ଟମାଳି ହଉ କିମ୍ବା ବାଲଦାକ ଅଞ୍ଚଳର ପାହାଡ଼ ହଉ, ସେ ପାହାଡ଼ ଉପରକୁ ଯଦି ଯିବ ତେବେ ସୁନ୍ଦର ଆକାଶ ଏବଂ ସେ ଆକାଶରେ ତାରା ଗୁଡ଼ିକ ଝଟକୁଥିବ। ସୁଉଚ୍ଚ ପର୍ବତମାଳ ରହିଛି, ସୁନ୍ଦର ସୁନ୍ଦର ଝରଣା ରହିଛି, ଡୁଡୁମା ଜଳପ୍ରପାତ ରହିଛି ଏବଂ ବିଭିନ୍ନ ଛୋଟ ବଡ଼ ଜଳପ୍ରପାତ, ଛୋଟ ବଡ଼ ପାହାଡ଼, ଛୋଟ ବଡ଼ ସବୁ ଧାନର କିଆରି, ଏ ସବୁ ଆମକୁ ସୌନ୍ଦର୍ଯ୍ୟ ଦେଉଛି। ଓଡ଼ିଶା ମାତା, ଓଡ଼ିଶା ମାଟି ଗର୍ବିତ କାହାକୁ ନେଇ? ତମମାନଙ୍କୁ ନେଇ, କୋରାପୁଟର ପିଲାଙ୍କୁ ନେଇ, କୋରାପୁଟର ଆଦିବାସୀ ଲୋକଙ୍କୁ ନେଇ। ଓଡ଼ିଶା ଯେମିତି ଗର୍ବିତ, ଓଡ଼ିଶାକୁ ନେଇ ଭାରତ ଗର୍ବିତ ଏବଂ ଭାରତ ମଧ୍ୟ ସାରା ବିଶ୍ୱରେ ସେମିତି ଗର୍ବିତ। ତେଣୁ କୋରାପୁଟ ଯାହା ଓଡ଼ିଶାକୁ ଦେବ, ଓଡ଼ିଶା ମଧ୍ୟ ସେଭଳି ଭାବରେ ସାରା ଭାରତବର୍ଷ ପାଇଁ ଏକ ଦିଗ୍ଦର୍ଶନ ଦେବ। ସାରା ଭାରତବର୍ଷ ବିଶ୍ୱର ଯୋଉ ଗୁରୁ ହେବ, ବିଶ୍ୱକୁ ଦିଗ୍ଦର୍ଶନ ଦେବାରେ ଭାରତବର୍ଷ ସମର୍ଥ। କାରଣ ଭାରତ ହଉଛି ଚେତନା, ଓଡ଼ିଶା ହଉଛି ଗୋଟେ ଜଗନ୍ନାଥଙ୍କର ଚେତନା। ଜଗତର ନାଥ ଜଗନ୍ନାଥ ଓଡ଼ିଶାରେ ଅଛନ୍ତି। ସେଇଭଳି ଭାବରେ କୋରାପୁଟକୁ କଣ କୁହାଯାଏ? ଶାବର ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ଆଦିବାସୀଙ୍କର ଶ୍ରୀକ୍ଷେତ୍ର, ଯେଉଁଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅବାଧ ପ୍ରବେଶ ରହିଛି। ସେଠି ଆଦିବାସୀ ମାନେ ପୂଜା କରନ୍ତି, ଆଦିବାସୀ ମାନେ ରଥରେ ଛେରା ପହଁରା କରନ୍ତି। এই আদিবাসী সহিত যে জনজীবনের সম্পর্ক, সাহিত্যর সম্পর্ক, ভাবর সম্পর্ক, গীতর সম্পর্ক, যে পর্বপর্বাণীর সম্পর্ক, দেশিয়া নাটর সম্পর্ক, দেশিয়া গীত, দেশিয়া বাজা, এ সবুর সম্পর্ক, তাকে নেই কোরাপুট আনন্দিত হয়েছে।